ଗଞ୍ଜେଇ ବନାମ ହାସିସ୍ ତେଲ ଗଞ୍ଜେଇ ମାଫିଆଙ୍କ ନୂଆ କୌଶଳ ଅବକାରୀ ବିଭାଗକୁ ଚକମା ଦେଉଛନ୍ତି ମାଫିଆ। ଗଞ୍ଜେଇଠୁ ଅଧିକ ନିଶା ଏହି ହାସିସ୍ ତେଲ। ଗଞ୍ଜେଇ ମାଫିଆଙ୍କ ନୂଆ କୌଶଳ। ଏବେ ଗଞ୍ଜେଇ ମାଫିଆମାନେ ନୂଆ ତରିକାରେ ଚାଲାଣ କରିବା ଆରମ୍ଭ କଲେଣି। 1 କିଲୋ ଗଞ୍ଜେଇ ବାହାର ରାଜ୍ୟରେ 15,000 ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ସେଥିରୁ ହାସିସ୍ ତେଲ ପ୍ରସ୍ତୁତ କରି ବାହାରକୁ ଚାଲାଣ କରି ତାହାକୁ ଲିଟର ପିଛା 12,500 ଟଙ୍କାରେ ବିକ୍ରି କରୁଛନ୍ତି। ଏହି ତେଲକୁ ଜାରେ ଭର୍ତ୍ତି କରି ଚାଲାଣ କରିବା ସହଜ ହୋଇଯାଉଛି। ଗଞ୍ଜେଇ କଢ଼କୁ ଥଣ୍ଡା ପାଣିରେ ପକାଇ ଏଥିରୁ ଅଠା କାଢ଼ିବା ପରେ ଅଠାକୁ ନିଆଁରେ ସିଝାଇ ତେଲ ପ୍ରସ୍ତୁତ କରାଯାଏ। ଏହି ତେଲ ହୁକ୍କା ବାରରେ ଟାଣିବା ପାଇଁ ବ୍ୟବହାର କରାଯାଏ। ଗଞ୍ଜେଇଠୁ ଅଧିକ ନିଶା ଏହି ହାସିସ୍ ତେଲରେ ହୋଇଥାଏ। ରାଜ୍ୟରେ ସେପ୍ଟେମ୍ବର ଅଧାରୁ ଡିସେମ୍ବର ଯାଏଁ ଗଞ୍ଜେଇ ଚାଷ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ଗଞ୍ଜାମର ଶେରଗଡ଼, ବଡ଼ଗଡ଼, ପାଟପୁର, ଦିଗପହଣ୍ଡି, ମୋହନା, ଅଡ଼ବା ଅଞ୍ଚଳରେ ହେଉଥିବା ବେଳେ ଏବେ ଜାନୁଆରୀରୁ ଏପ୍ରିଲ ଶେଷ ଯାଏଁ ଅମଳ ଓ ଚାଲାଣର ଉପଯୁକ୍ତ ସମୟ ବୋଲି କୁହାଯାଉଛି। ଓଡ଼ିଶାରୁ ପ୍ରତିଦିନ 50 କ୍ୱିଣ୍ଟାଲ ଗଞ୍ଜେଇ କାରବାର ହୋଇଥାଏ। ଓଡ଼ିଶାରୁ କେଜି ପିଛା 4,000 ରୁ 5,000 ଟଙ୍କାରେ କିଣି ରାଜ୍ୟ ବାହାରେ 15,000 ଟଙ୍କାରେ ବିକ୍ରି କରାଯାଉଛି। ଅବକାରୀ ବିଭାଗ ଯେତେ ତତ୍ପର ହେଲେ ବି ମାଫିଆମାନେ ନିଜର ବ୍ୟବସାୟ ପାଇଁ ନୂଆ ନୂଆ କୌଶଳ ବାହାର କରି ଗଞ୍ଜେଇରୁ ତେଲ ବାହାର କରି ତାକୁ ବିକ୍ରି କରି ପୁରା ମାଲାମାଲ ହେଉଛନ୍ତି। ହାସିସ୍ ତେଲ ଗଞ୍ଜେଇ ଠାରୁ ଅଧିକ ମୂଲ୍ୟବାନ ଆଉ ଅଧିକ ନିଶାଯୁକ୍ତ ମଧ୍ୟ। ଏହି ତେଲ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଇନ୍ଦୋର, ଭୋପାଳ, ଗୋଆ, ଅହମ୍ମଦାବାଦ, ରାୟପୁରକୁ ଚାଲାଣ ହେଉଛି। କଟକରୁ ଦେବୀଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ, ଜନନ ଟିଭି।